ମୁଁ ଆମ ନିଆଳି ବ୍ଲକର ଡ୍ରାଇଭର ଭାଇମାନଙ୍କ ସହିତ ଆଜି ଆଲୋଚନା କଲି। ତାଙ୍କର ଯେଉଁ 6 ଦାବି ଅଛି ସାରା ଓଡ଼ିଶାରେ ମଧ୍ୟ ଡ୍ରାଇଭର ଭାଇମାନେ ଆଜି ଆନ୍ଦୋଳନକୁ ଓହ୍ଲେଇଛନ୍ତି। ନିଆଳି ବ୍ଲକରେ ମଧ୍ୟ ସେମାନେ ତାଙ୍କ ସଂଘ ଆଜି ଆନ୍ଦୋଳନକୁ ଓହ୍ଲେଇଛି। ତାଙ୍କର ଯେଉଁ 6 ଦଫା ଦାବି ପ୍ରତି ମୁଁ ଆଲୋଚନା କରିବା ସହିତ ନିଶ୍ଚିତ ଭାବରେ ଡ୍ରାଇଭର ଭାଇମାନେ ହେଉଛନ୍ତି ଓଡ଼ିଶା ସରକାରଙ୍କର ଗୋଟେ ଡାହାଣ ହାତ। କାରଣ ଅଭିନ୍ନ ଅଜ୍ଞ ହେଉଛି ଡ୍ରାଇଭର ମହାସଂଘ ସରକାରଙ୍କର। ତେଣୁ ସରକାର ଯଦି ଆଗକୁ ବଢ଼ିବ ଆକୁ ହେଲେ ଡ୍ରାଇଭର ଭାଇମାନେ ମଧ୍ୟ ଆଗକୁ ନେବାକୁ ପଡ଼ିବ। ନିଶ୍ଚିତ ଭାବରେ ତାଙ୍କର ଯେଉଁ 6 ଦଫା ଦାବି ଅଛି ଏଇଟା ସମ୍ପୂର୍ଣ୍ଣ ଜେନ୍ୟୁଇନ୍ ଦାବି ଅଛି। ତାକୁ ମଧ୍ୟ ପୂରଣ ହେବା ଦରକାର। ମୁଁ ମଧ୍ୟ ଆମ ସରକାରଙ୍କ ପାଖରେ ଯିବି, ଆଲୋଚନା କରିବି। ନିଶ୍ଚିତ ଭାବରେ ଯେଉଁଭଳି ଭାବରେ ଗୋଟେ 4 ଦିନ ହେଲାଣି ଡ୍ରାଇଭର ମାନେ ବସିଛନ୍ତି ଏବଂ ସାଧାରଣ ଜନତା ମଧ୍ୟ ଆର ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀଟିଏ ମଧ୍ୟ ମେଡ଼ିକାଲକୁ ଯାଇପାରୁନାହିଁ ଏବଂ ସେ ପରୀକ୍ଷାର୍ଥୀ ହୁଅନ୍ତୁ ବା ବିଦ୍ୟାର୍ଥୀମାନେ ହୁଅନ୍ତୁ, ଛାତ୍ରଛାତ୍ରୀ ମଧ୍ୟ ଶିକ୍ଷା ଲାଭ କରିବା ପାଇଁ ଯାଉନାହାନ୍ତି। ତେଣୁ ଏସବୁ ସମସ୍ୟାକୁ ଦୂର କରିବା ପାଇଁ ତୁରନ୍ତ ସରକାର ଏମାନଙ୍କର ଦାବିକୁ ପୂରଣ କରିବେ ବୋଲି ମୋର ଆଶା ଓ ଭରସା ଅଛି। ଏବଂ ଗତ କିଛି ଦିନ ତଳେ ଆମ ସରକାରର ବାଣିଜ୍ୟ ମନ୍ତ୍ରୀ ମଧ୍ୟ ମହାସଂଘ ସହିତ ଆଲୋଚନା କରିଥିଲେ ଏବଂ ତାଙ୍କୁ ମଧ୍ୟ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଯେ ଆମେ ଏ ଦାବିକୁ ପୂରଣ କରିବୁ, ତେଣୁ ଆପଣ ଏ ତୋର ଆନ୍ଦୋଳନରୁ ଓହରି ଯାଆନ୍ତୁ। କିନ୍ତୁ ତାଙ୍କର ଗୋଟିଏ ଦାବି ଥିଲା ଯେ ଲିଖିତ ଆକାରରେ ଆମକୁ ପ୍ରତିଶ୍ରୁତି ଦେବା ପାଇଁ। ତେଣୁ ଏ ବିଷୟରେ ମଧ୍ୟ ଆମ ସରକାର ଚିନ୍ତା କରିଛନ୍ତି। ମୋ ଆଶା ଏବଂ ବିଶ୍ୱାସ ନିଶ୍ଚିନ୍ତ ଭାବରେ ଆସନ୍ତା ଆଜି କିମ୍ବା କାଲି ଭିତରେ ଏ ସବୁ ସମସ୍ୟାର ସମାଧାନ ଘଟିବ। ମୁଁ ଅନୁରୋଧ କରୁଛି ଡ୍ରାଇଭର ବନ୍ଧୁମାନଙ୍କୁ ଯେ ଆମ ସରକାରଙ୍କୁ ସହଯୋଗ କରନ୍ତୁ। ସରକାର ଯାହା ନିଷ୍ପତ୍ତି ନେଉଛନ୍ତି ତାଙ୍କର ହିତ ପାଇଁ ନିଷ୍ପତ୍ତି ନେବେ। କି ଯେଭଳି ଭାବରେ ଓଡ଼ିଶାରେ ଗୋଟେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲାଣି ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଠୁ ଆରମ୍ଭ କରିକି ତୈଳଦ୍ରବ୍ୟଠୁ ଆରମ୍ଭ କରିକି ଛାତ୍ରଛାତ୍ରୀ, ରୋଗୀ ଏବଂ ସମସ୍ତ ଜନସାଧାରଣ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ସମ୍ମୁଖୀନକୁ ଦୂରେଇ ଯିବା ତାକୁ ଓହରି ଯିବା ପାଇଁ ମୁଁ এই ସମ୍ମୁଖୀନ ସମସ୍ୟାକୁ ସମାଧାନ କରି ସରକାର ସହିତ ଆଲୋଚନା କରିକି ସରକାରଙ୍କୁ ସହଯୋଗ କରିକି এই ଆନ୍ଦୋଳନକୁ ଓହରିବା ପାଇଁ ମୁଁ ମଧ୍ୟ ତାଙ୍କୁ ଅନୁରୋଧ କରୁଛି। ଏବଂ ମୁଁ ଏଠାରୁ ମଧ୍ୟ ନିଶ୍ଚିତ ଭାବରେ ଆଜି ଯାଇକି ଏ ନିଆଳି ଭାଇମାନଙ୍କର ଯେଉଁ ଦାବି ଅଛି ନିଶ୍ଚିତ ଭାବରେ ମୁଁ ଆମର ବାଣିଜ୍ୟ ମନ୍ତ୍ରୀଙ୍କଠୁ ଆରମ୍ଭ କରି ସରକାର ସହିତ ଆଲୋଚନା କରିବି। ମୋ ଆଶା ଓ ଭରସା ଅଛି ଆମ ସରକାର ଦିନେ 2 ଦିନ ଭିତରେ ଡ୍ରାଇଭର ମାନଙ୍କର ସବୁ ସମସ୍ୟାର ସମାଧାନ କରିବେ ବୋଲି ମୁଁ ନିର୍ଭର ପ୍ରତିଶ୍ରୁତି ଦେଉଛି। ଜଗନ୍ନାଥ, ମୁଁ କଟକ ଜିଲ୍ଲା ନିଆଳି ଡ୍ରାଇଭର ମହାସଂଘର ସଭାପତି ଦାୟିତ୍ୱରେ ଗୋବିନ୍ଦ ସେଠୀ। ତ ନିହାତି ନିଆଳି ଡ୍ରାଇଭର ମହାସଂଘର ସଭାପତି ହିସାବରେ ଜନସାଧାରଣଙ୍କୁ କ୍ଷମା ଚାହିଁବି, ଯାହାକି ଡ୍ରାଇଭର ଭାଇମାନଙ୍କ ପାଇଁ ଗାଡ଼ି ଚଳାଚଳର ଅସୁବିଧା ଯୋଗୁଁ ଜନସାଧାରଣ ଯେଉଁ ହଇରାଣ ହରକତ ହେଉଛନ୍ତି ସେଥିପାଇଁ ନିହାତି ଆମେ ନିଜକୁ ନିଜେ ଦୋଷୀ ମାନୁଛୁ। କିନ୍ତୁ କ'ଣ କରିବୁ ଆଜ୍ଞା, ଏଭଳି ହରଡ଼ ଘଣାରେ ପଡ଼ିଯାଇଛୁ, ନା ମରିପାରୁଛୁ ନା ବଞ୍ଚିପାରୁଛୁ। ରାଜରାସ୍ତାରେ ଯେଭଳି ଭାବରେ ଆମେ ପ୍ରତାରଣା ହେଉଛୁ, ଯେଭଳି ନିଜର ସୁରକ୍ଷା ଟିକେ ପାଇପାରୁନୁ, ଯେଉଁଠି ରେଷ୍ଟ ଟିକେ ପାଇପାରୁନୁ, ଲାଟ୍ରିନ୍ ଯାଇପାରୁନୁ, ଯେଭଳି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛୁ, ଯାହାକି 60 ବର୍ଷ ପୁରିଗଲା ପରେ ଆମେ ତାକୁ କୌଣସି ବ୍ୟବସାୟ ଶିଖିଲୁ ନାହିଁ। ସବୁବେଳେ ରାତି ଅନିଦ୍ରା ହେଇକି ପର ଜାଗାରେ ପାଣି ପିଇ, ପର ଜାଗାରେ ଗାଧୋଇ, ବିଭିନ୍ନ ତେଲ ମସଲା ଖାଦ୍ୟ ଖାଇକି ଆମ ଶରୀରର ଅବସ୍ଥା ଯାହା 60 ବର୍ଷ ହେଇଗଲା ପରେ ଆମର କ'ଣ ଥିବ ଅବସ୍ଥା। ତେଣୁ ଆଜିକାଲିକା ହିସାବରେ ଯେଭଳି ଭାବରେ ସରକାର ବିଭିନ୍ନ ଯୋଜନା କରିଛନ୍ତି, ଯାହାକି ବିଧବା ମାନେ ବିଧବା ଭତ୍ତା ପାଇପାରୁଛନ୍ତି, ବିକଳାଙ୍ଗ ମାନେ ବିକଳାଙ୍ଗ ଭତ୍ତା ପାଇପାରୁଛନ୍ତି, କଳାକାର ମାନେ କଳାକାର ଭତ୍ତା ପାଇପାରୁଛନ୍ତି। ସେହିପରି ପ୍ରତ୍ୟେକ କ୍ଷେତ୍ରରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତ ଡ୍ରାଇଭରର ଆବଶ୍ୟକତା ଅଛି ନା। ତ ସେଥିପାଇଁ ଆମକୁ ଗୋଟେ ଡ୍ରାଇଭର ଭତ୍ତା କ'ଣ ପାଇଁ ପ୍ରଦାନ କରାଯାଉନାହିଁ? ଆମେ ଅନୁଭବ କରିପାରୁଛୁ ଯେ ପ୍ରତ୍ୟେକ ଦିନ ଆମେ ହଜାର ହଜାର ତେଲ ପୋଡ଼ିବା ଦ୍ୱାରା ସରକାରଙ୍କର ଅର୍ଥନୀତି ସଦୃଢ଼ ହେଉଛି। ତ ଆମର କ'ଣ ତା ଦେହରେ ଗୋଟାଏ ପଏଣ୍ଟର ସେୟାର ନାହିଁ? ଆମର କ'ଣ ଅଧିକାର ନାହିଁ? ଆମର ପାଇବାର କ'ଣ କ୍ଷମତା ନାହିଁ? ଆମେ କ'ଣ ଜନସାଧାରଣ ନୁହନ୍ତି? ଆମେ କ'ଣ ଭୋଟ ଦେଇନାହୁଁ? ଆମେ କ'ଣ ସରକାର ବାଛି ନାହୁଁ? ତ ଆମେ ଯେଉଁ ସରକାରଙ୍କ ଉପରେ ବିଶ୍ୱାସ ଭରସା କରିକି ଆମେ ଭୋଟ ଖଣ୍ଡିଏ ଦେଇଥିଲୁ, ବିଶ୍ୱାସ ରଖିଥିଲୁ ଯେ ଯେଉଁ ମୋହନ ସରକାର ବିଧାୟକ ଥିଲାବେଳେ ଆଉ ବିରୋଧୀ ଦଳର ଥିଲାବେଳେ ଆମ ଡ୍ରାଇଭରଙ୍କ ଦୁଃଖକୁ ବୁଝିଥିଲେ, ଅନୁଭବ କରିଥିଲେ। ତ ସେଥିପାଇଁ ବିଧାନସଭାରେ ମଧ୍ୟ ଉଠାଇଥିଲେ ଯେ ଡ୍ରାଇଭରଙ୍କ ସମସ୍ୟା ସମାଧାନ କରାଯାଉ ବୋଲି। ଆଜି ସେଇ ମୋହନ ସରକାର ନିଜେ କ୍ଷମତାରେ ଅଛନ୍ତି। ଆଜିକି 4 ଦିନ ହେଇଗଲା, 4 ଦିନ 4 ରାତି ହେଇଗଲା ମୋ ଭାଇମାନେ ଘରକୁ ଯାଇନାହାନ୍ତି। ପିଲା ଛୁଆ ସଂସାର ପରିବାରକୁ ଛାଡ଼ି ରାଜରାସ୍ତାରେ ପଡ଼ିଛନ୍ତି। କିନ୍ତୁ ଆଜି ସରକାର ଗାଢ଼ ନିଦ୍ରାରେ ଶୋଇଛନ୍ତି। ତ ତଥାପି ଧନ୍ୟବାଦ ଦେବି, ସରକାର ଆମର ଦୁଃଖକୁ କିଛି ବୁଝିଥିଲେ ଏବଂ ଡାକିଥିଲେ, କିଛି ଆଲୋଚନା କରିଥିଲେ। ଯାହା ବି ଆଲୋଚନା କଲେ ନିହାତି ଆମେ ସେଥିରେ ସନ୍ତୁଷ୍ଟ ଅଛୁ, କିନ୍ତୁ ଲିଖିତ ଆକାରରେ ନୁହେଁ। କ'ଣ ପ୍ରତିଶ୍ରୁତି? ଆମେ 4 ବର୍ଷ ହେଲାଣି ଆମେ ସରକାରଙ୍କ ସହିତ ଆମେ ପ୍ରତ୍ୟେକ କ୍ଷେତ୍ରରେ ଆମର ଅନୁରୋଧ, ଆମର ଅସୁବିଧା, ଆମର ଦୁଃଖ ଜଣେଇଛୁ ଲିଖିତ ଆକାରରେ। ସବୁବେଳେ ସେଇ ପ୍ରତିଶ୍ରୁତି, ସେଇ ପ୍ରତାରଣା, କୌଣସି କାର୍ଯ୍ୟରେ ଆମେ ଆଜି ପର୍ଯ୍ୟନ୍ତ ଦେଖିପାରିଲୁ ନାହିଁ। ତ ଆମେ ଏ ସରକାରଙ୍କ ଉପରେ କେମିତି ବିଶ୍ୱାସ ଭରସା ରଖିବୁ ଯେ କାଲି ଏ ସରକାର ଆମର ଦାବି, ଆମ କାର୍ଯ୍ୟ ଗୁଡ଼ାକ ସବୁ କରିଦେବେ ବୋଲି? ଆଉ ଯଦି କରିଦେବେ ଆମକୁ ପ୍ରତିଶ୍ରୁତି ଦିଅନ୍ତୁ ଲିଖିତ ଆକାରରେ, ନଚେତ ଆମର ମାନବୀୟ ମୁଖ୍ୟମନ୍ତ୍ରୀ ଲୋକଙ୍କ ସରକାର ଆମକୁ ନିଜେ ବାଇଡ଼ି ଦିଅନ୍ତୁ ଆସିକିରି ଯେ ଡ୍ରାଇଭର ଭାଇମାନେ ଜନତା ହଇରାଣ ହେଉଛନ୍ତି, ଆପଣମାନଙ୍କର ସମସ୍ୟା ମୁଁ ଏତିକି ଦିନ ଭିତରେ ସମାଧାନ କରିଦେବି ବୋଲି।
निहाती सर्वसम्मुखें आमको खोला पेंडाल रे कहती भाई मैंने आपण मैंने उठी जातु आपण मानकर समस्या मुझे दिन भितर तुम ये दाबी गुड़ाक पूरण करदेवी आमको से प्रतिश्रुति दरकार कौन प्रतारणा दरकार नहीं कौन लॉलीपॉप देखा दरकार नहीं आमको मिछ बहाना दरकार नहीं आमको कार्य कर देखार अच्छी से आम बसीचु जे पर्यंत आम सरकार आम दुख बुझीना से पर्यंत आम राजरास्ता छाड़ू ना देखिए आम सरकार तार ड्राइवर बंधु मान केते दिन राजरास्ता बसौची। अधिक खबर पाई आम चैनल को लाइक शेयर और सब्सक्राइब करंतु।